ଦୋଷୀ କ'ଣ ଆଧିରେ ହେବେ? ଶୁଣନ୍ତୁ, ଇଏ ନିଜେ ଆଡ଼ମିଟ୍ କରି ଯାଉଛନ୍ତି। ଦେଖନ୍ତୁ ଦୁଇଟା ଜିନିଷ, ଇଏ ନିଜେ ତାଙ୍କର ସେ ଆଡ଼ମିଟ୍ କରୁଛନ୍ତି ଯେ ମୋ ବାପା ପଇସା ଦେଇଥିଲେ। ଯଦି ସେ ପ୍ରକୃତିରେ ନେଇଥିବେ ତାଙ୍କ ପଇସା ତାଙ୍କୁ ଫେରାଇ ଦେବା କଥା, ଉଚିତ କଥା, ଯେଉଁଟା ନ୍ୟାୟସଙ୍ଗତ କଥା। ସେ ତାଙ୍କ ପଇସା ଫେରାଇ ଦେବା କଥା। ସେଇଟା ଆର୍ଲି ମନି ବୋଲି ଆମେ କହିପାରିବିନି। ସେ ତାଙ୍କଠୁ ପଇସା ନେଇଥିଲେ, ପଇସା ଦେବା ପାଇଁ ସିଏ ବାଧ୍ୟ। ଯଦି ନେଇଛନ୍ତି ୱିଥ୍ ଇଣ୍ଟରେଷ୍ଟ ବି ଦେବା ଦରକାର, କାହିଁକିନା ତାଙ୍କ ପଇସାଟା କ'ଣ ବରଫଳ କି? ଯଦି ସେ ତାଙ୍କଠୁ ପଇସା ନେଇଛନ୍ତି ୱିଥ୍ ଇଣ୍ଟରେଷ୍ଟ, ବ୍ୟାଙ୍କ ଇଣ୍ଟରେଷ୍ଟ ଅନୁସାରେ ଇଣ୍ଟରେଷ୍ଟ ସହିତ ତାଙ୍କୁ ପଇସା ଦେବା ଦରକାର ଯଦି ନେଇଛନ୍ତି। ପ୍ରଥମ କଥା, ସ୍ୱାମୀ ସ୍ତ୍ରୀ ଗଣିତ ଯେତେବେଳେ ସେଟା ହେଇଯିବ, ସେଠାରେ 1+1=1। ଗୋଟେ ସ୍ୱାମୀ ଆଉ ସ୍ତ୍ରୀ ତାଙ୍କ ଭିତରେ 1+1=1, ଅର୍ଥାତ୍ ଗୋଟେ ସ୍ତ୍ରୀ ସବୁବେଳେ ସ୍ୱାମୀ ପାଖରେ ଛାଇ ଭଳି ରହିବା ଦରକାର। ଛାଇ ଭଳିଆ, ଯେତେବେଳେ ସ୍ୱାମୀ ଝୁଣ୍ଟି ପଡ଼ୁଛି ପଛରେ ସେ ଲୋକଟା ଠିଆ ହେଇଥିବା ଦରକାର। ଯଦି ଗୋଟେ ସ୍ତ୍ରୀଟେ ଗୋଟେ ସ୍ୱାମୀକୁ, ସ୍ୱାମୀର ଉତ୍ଥାନକୁ ଦେଖିଲେ ସହ୍ୟ କରିପାରିବ ନାହିଁ, ଗୋଟେ ସ୍ୱାମୀର ବିଜନେସ୍ଟାକୁ ବନ୍ଦ କରିବାକୁ ଚେଷ୍ଟା କରିବ, ଗୋଟେ ସ୍ୱାମୀକୁ କେମିତି ସମାଜ ଆଗରେ ବଦନାମ କରିବାକୁ ଚେଷ୍ଟା କରିବ, ଗୋଟେ ସ୍ୱାମୀ କେମିତି ବର୍ବାଦ ହେଇଯାଉ ସେ କଥା ଚିନ୍ତନ କରିବ, କେମିତି ଆପଣ କହୁଛନ୍ତି ସେ ତାଙ୍କ ସ୍ତ୍ରୀ ବୋଲି? ବୁଝିପାରୁଛନ୍ତି ମୋ କଥା? ସ୍ତ୍ରୀ ତାକୁ ବୋଲି କୁହାଯିବ ଯାହାକୁ ଯିଏ 10 ଦୋଷ କ୍ଷମା କରିପାରୁଥିବ। ଯେଉଁ ସ୍ୱାମୀ ତାକୁ ବୋଲି କୁହାଯିବ ଯିଏ ସ୍ତ୍ରୀର 10 ଦୋଷ କ୍ଷମା କରିପାରୁଥିବ। ବୁଝିପାରୁଛନ୍ତି ମୋ କଥା? ତେଣୁ ସୁନ୍ଦର ଅସୁନ୍ଦର କିଛି ନାହିଁ ଆଜ୍ଞା। ଶୁଣନ୍ତୁ, ଆପଣ ଯଦି ଦୁଇଟା କୋଶ୍ଚିନ୍ ଆପଣ କଲେ। ଗୋଟେ ଜିନିଷ ହେଉଛି ଏକ୍ସଟ୍ରା ଆଫେୟାର୍ସର, ମ୍ୟାରିଟାଲ ଆଫେୟାର୍ସର କଥା କହିଲେ, ଏବଂ ଗୋଟେ ଆଇନ ସଙ୍ଗତ କଥା କହିଲେ। ଯଦି ଆଇନଟାକୁ ଆପଣ ପ୍ରଥମେ ଦେଖିବେ, ଆଇନ ଅନୁସାରେ ଯଦି ଆପଣ ଯିବେ, ତାହେଲେ 17 ସେପ୍ଟେମ୍ବର 2023 ତାରିଖ ଦିନ ଯୋସେଫ ସାଇନ୍ ଭର୍ସେସ୍ ୟୁନିୟନ୍ ଅଫ୍ ଇଣ୍ଡିଆ, এই ଜଜମେଣ୍ଟରେ ମାନ୍ୟବର ସୁପ୍ରିମକୋର୍ଟ କହିଲେ ଯେ ତ 497 ଅର୍ଥାତ୍ ଆଡଲ୍ଟ୍ରି, ଯେଉଁଟାକୁ ଆମେ କହୁଛେ ଆଡଲ୍ଟ୍ରି, ପରକ୍ରିୟା ପ୍ରୀତି ବୋଲି ଆମେ ଯେଉଁଟା କହୁଛେ, ସେଇଟା କୌଣସି ପ୍ରକାର ଭାରତବର୍ଷରେ ଅଫେନ୍ସ ନୁହେଁ ବୋଲି ଆପଣ କହିବା। ଏବଂ ଯଦି ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସର କଥା କହିବା, ଆପଣ ଥରେ ଭାବିକି ଦେଖନ୍ତୁ, ମଣିଷ ହେଉଛି ପରିସ୍ଥିତିର ଦାସ। ମଣିଷ ହେଉଛି ପରିସ୍ଥିତିର ଦାସ। ବିଭିନ୍ନ ପ୍ରକାର ଲୋକମାନେ ପରିସ୍ଥିତି ନେଇ ଗତି କରୁଛନ୍ତି, ଯେଉଁଟାକି ବହୁତ ପୂର୍ବରୁ ଥିଲା। ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ଆଜି ଅଛି, ଆଗକୁ ମଧ୍ୟ ରହିବ, କେହି ତାକୁ ବନ୍ଦ କରିପାରିବେ ନାହିଁ। ଯେତେବେଳେ ଗୋଟେ ଲୋକ ସବୁବେଳେ, ଶୁଣନ୍ତୁ, ଗୋଟେ ଲୋକ ସବୁବେଳେ ଶାନ୍ତି ଖୋଜେ, ଗୋଟେ ନିଜର ଗୋଟେ ଶାନ୍ତି ଖୋଜିବ, କେଉଁଠି ଗୋଟେ ମାନେ କେଉଁଭଳି ଭାବରେ ସେ ଟିକେ ମାନେ ଭଲରେ ବଞ୍ଚିବା ପାଇଁ ଚେଷ୍ଟା କରିବ। ସମସ୍ତଙ୍କର ଆଖି କହୁଛି ଭଲ ଦେଖିବୁ, ପାଟି କହୁଛି ଭଲ ଖାଇବୁ, ନାକ କହୁଛି ଭଲ ବାସ୍ନା ଶୁଙ୍ଘିବୁ। ତେଣୁ ସବୁ ଜିନିଷ ଭଲରେ ଚାଲିଥାଏ। ଆମେ ମ୍ୟାରେଜ୍ କାହାକୁ କହୁଛେ? ଏବେ ଆପଣ ଯଦି ଦେଖିବେ, ଏଇ ବିଗତ ଅଳ୍ପ କିଛି ଦିନ ଧରି ଯଦି ଦେଖିବେ, ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ଯେଉଁଟା କୁହାଯାଉଛି, ଏଇଟା ବହୁତ ଜୋରରେ ବୃଦ୍ଧି ପାଇଛି। ଏଇଆ ତ କଥା। ଏଇଟା କାହିଁକି ଏବେ ହେଉଛି? ଆଗରୁ ତ ଏମିତି ଥିଲା। ଏବେ କାହିଁକି? ଏବେ କ'ଣ ମାନେ ମହିଳାଙ୍କ ଭିତରେ ମହିଳାତ୍ୱ ଜାଗି ଉଠିଲା ଆଉ ପୁରୁଷଙ୍କ ଭିତରେ ପୁରୁଷତ୍ୱ ଜାଗି ଉଠିଛି? ନାହିଁ। ଏବେ ଆକ୍ଚୁଆଲି କ'ଣ ହେଉଥିଲା, ଆଗରୁ ଯେଉଁଠି ମ୍ୟାରେଜ୍ ହେଉଥିଲା, ଯେଉଁ ମ୍ୟାରେଜ୍ ଗୁଡ଼ାକ ହେଉଥିଲା, ସେଠି ଦୁଇଟା ପରିବାର ଭିତରେ ମ୍ୟାରେଜ୍ ହେଉଥିଲା। ଦୁଇଟା ପରିବାର ଭିତରେ ମ୍ୟାରେଜଟା ହେଉଥିଲା, ଯେଉଁଥିପାଇଁ ଗୋଟେ ପରିବାରର ତାଙ୍କର ଜ୍ଞାତି କୁଟୁମ୍ବ ସମସ୍ତେ ଆସୁଥିଲେ, ଦେଖା ଚାହାଁ ହେଇକି ବହୁତ କଥା ହେଇଗଲା ପରେ ଗୋଟେ ମ୍ୟାରେଜଟେ ଫାଇନାଲ୍ ହେଉଥିଲା। ବହୁତ ଜାତକ ସୁଝୁଥିଲା, ବହୁତ କଥା ହେଲା ପରେ ମ୍ୟାରେଜ୍ ହେଉଥିଲା। ଇଏ ସର୍ଣ୍ଣ। କିନ୍ତୁ ଏବେ ଯଦି ଦେଖିବେ, ଏବେ ଲୋକମାନେ, ସେତେବେଳେ କ'ଣ ଗୋଟେ ପରିବାର ଭିତରେ ମ୍ୟାରେଜ୍ ହେଉଥିଲା। ଏବେ ଯେଉଁ ମ୍ୟାରେଜଟା ହେଉଛି କ'ଣ, ଏବେ ବ୍ୟକ୍ତି ଏବଂ ବ୍ୟକ୍ତି ଭିତରେ ମ୍ୟାରେଜ୍ ହେଉଛି। ଗୋଟେ ପୁଅ ଏବଂ ଗୋଟେ ଝିଅ ଭିତରେ ମ୍ୟାରେଜ୍ ହେଉଛି। ଆପଣ ଦେଖନ୍ତୁ, ନିଜେ ଆନାଲିସିସ୍ କରନ୍ତୁ। ଯେତେବେଳେ ଗୋଟେ ଝିଅଟିଏ ଆଗରୁ ମ୍ୟାରେଜ୍ କରି ଘରକୁ ଆସୁଥିଲା, ଶାଶୁ ଶ୍ୱଶୁର, ନଣନ୍ଦ ନଣନ୍ଦେଇ, ଦିଅର, ଯେଉଁ ଭାଇ ବୋହୂ, କିମ୍ବା ତା'ର ଯେଉଁ ସାନ ଭାଇର ସ୍ତ୍ରୀ ମନେକର, ଏସବୁ ଗୋଟେ ପରିବାରକୁ ନେଇକି ସମସ୍ତେ ଏକାଠି ହେଇକି ରହୁଥିଲେ। ଆ ଦ୍ୱାରା କ'ଣ ହେଉଥିଲା, ଗୋଟେ ସ୍ୱର୍ଗ ଭିତରେ ରହୁଥିଲେ ସମସ୍ତେ, ଯେଉଁଟା କୁହାଯାଏ ଭୂସ୍ୱର୍ଗ। ଏଇଠି ତ ସ୍ୱର୍ଗ, ଆଉ କ'ଣ ମରିଗଲା ପରେ କେବଳ ସ୍ୱର୍ଗ? ଭୂସ୍ୱର୍ଗରେ ଲୋକମାନେ ରହୁଥିଲେ। କିନ୍ତୁ ଯଦି ଏବେ ରିସେଣ୍ଟ ଜିନିଷଟାକୁ ଦେଖିବେ, ଏବେ ଦେଖନ୍ତୁ ସବୁ ଇଣ୍ଡିଭିଜୁଆଲ୍ ରହୁଛନ୍ତି। ପୁଅ ଏବଂ ଝିଅ ଯଦି ମ୍ୟାରେଜ୍ କରିସାରିଲେ, ସାଙ୍ଗେ ସାଙ୍ଗେ ଶ୍ୱଶୁର ଘର ଲୋକମାନେ ଖୋଜୁଛନ୍ତି, ବର୍ତ୍ତମାନ ଯେତେବେଳେ ଝିଅଟି ବାହାଘର କରୁଛନ୍ତି, କାହା ଘରେ ଗୋଟିଏ ବୋଲି ପୁଅ ଥିବ, କାହାର ଶାଶୁ ଶ୍ୱଶୁର ମରିଯାଇଥିବେ, କାହାର ଯେଉଁ କ'ଣ ନଣନ୍ଦ ବାହା ହେଇକି ତା ବାଟରେ ସେ ରହୁଥିବ। କେବଳ ଏମାନେ ଖୋଜୁଛନ୍ତି ବର୍ତ୍ତମାନ ଏକାଙ୍ଗ ଚକ୍ରବର୍ତ୍ତୀ, ମାନେ ଏକୁଟିଆ କୋଉଠି କିଏ ଥିବ, এই ଚିନ୍ତାଧାରାରେ ସମସ୍ତେ ରହୁଛନ୍ତି, ଯାହାର ଏଇଟା ହେଉଛି ସାଇଡ୍ ଇଫେକ୍ଟ। ଏବଂ ସବୁଠାରୁ ବଡ଼ କଥା ହେଲା, ବର୍ତ୍ତମାନ କ'ଣ ହେଉଛି, ଝିଅ ଘର ଯେଉଁଠି ଝିଅ ବାହାଘର ହେଉଛନ୍ତି, ଝିଅ ଘର ଲୋକମାନଙ୍କର ଗୋଟେ ବର୍ତ୍ତମାନ ଡିମାଣ୍ଡ ଆସୁଛି ଯେ କେଉଁଭଳି ଭାବରେ ମୋ ଝିଅ ଯେଉଁଠି ବାହା ହେବ ସେଠି ଶାଶୁ ଶ୍ୱଶୁର ନଥାନ୍ତୁ,
ସେ କେବଳ ମୋ ଜୋଇଁଟା ହିଁ ଆମର, ସିଏ ଆମର ଆଉ ଗୋଟେ ପୁଅ। କିନ୍ତୁ ତା ଜୋଇଁକି ଯିଏ ଜନ୍ମ କରିଛନ୍ତି ତା ବାପା ମା, ସେମାନେ କୌଣସି ପ୍ରକାର ଭାବରେ ମଣିଷରେ ସେମାନଙ୍କୁ ଗଣୁନାହାନ୍ତି, ତାଙ୍କୁ ଘରୁ ବାହାର କରୁଛନ୍ତି। ଯେଉଁଟା ଗୋଟେ ପୁରୁଷର, ଯେତେବେଳେ ଆପଣ ଚିନ୍ତା କରିବେ, ଯେତେବେଳେ ପର୍ଯ୍ୟନ୍ତ ଗୋଟେ ପୁରୁଷଟିଏ ବାହା ହେଇନି, ୟଙ୍ଗ ଅଛି, ପୁଅ ପିଲାଟିଏ, ସେତେବେଳେ ପର୍ଯ୍ୟନ୍ତ ସିଏ ବାପା ମାଙ୍କର ଡେଡିକେସନଟାକୁ ବୁଝିପାରେନି। ବାପା ମା ତାକୁ କେମିତି କ'ଣ କରିଛନ୍ତି, କେତେ କଷ୍ଟରେ ମଣିଷ କରିଛନ୍ତି କ'ଣ ସେ ବୁଝିପାରେନି। କିନ୍ତୁ ଆଫ୍ଟର ମ୍ୟାରେଜ୍, ପୁରୁଷମାନଙ୍କର ଜେନେରାଲ ସେନ୍ସରେ ଆଫ୍ଟର ମ୍ୟାରେଜ୍ ସେ ବହୁତ ଖୋଜେ ତା ବାପା ମାଆମାନଙ୍କୁ। କାହିଁକି? ତାର ବୟସ ହେଇଯାଇଥିବ, ସେତେବେଳକୁ ତାଙ୍କ ବାପା ମା, ତାର ଯେଉଁ ସୋର୍ସ ଅଫ୍ ଇନକମ୍, ତାପରେ ଯେଉଁ ବର୍ଡ଼ନ୍, ସେତେବେଳକୁ ସେ ବାପା ଓ ମାଆଙ୍କର ଏକ୍ସପିରିଏନ୍ସଟାକୁ ଗେନ୍ କରିକିରି ସେଇଠୁ ସେ ବଞ୍ଚିବା ପାଇଁ ଚେଷ୍ଟା କରେ। କିନ୍ତୁ ଘରେ ଯେତେବେଳେ ବାପା ମା ତାର ନାହାନ୍ତି, ତାର ପରିବାର ତା ସାଙ୍ଗରେ ନାହିଁ, ସେ ଫ୍ରଷ୍ଟ୍ରେସନ୍ ହେବା ସ୍ୱାଭାବିକ କଥା। ତ ଯେତେବେଳେ ଫ୍ରଷ୍ଟ୍ରେସନ୍ ହେଉଛି, ମଣିଷ ସବୁବେଳେ ଶାନ୍ତି ଚାହେଁ। ଗୋଟେ ଲୋକ, ଆପଣ ଚିନ୍ତା କରନ୍ତୁ, ଆପଣମାନେ ଘରେ ଏଠି ଯେତେବେଳେ କ'ଣ କାମ କରୁଛନ୍ତି, କାମ କରି କରି ଥକି ଯାଉଛନ୍ତି, ପଳେଇ ଯାଉଛନ୍ତି ମନାଲି ବୁଲିବା ପାଇଁ, ପାହାଡ଼ ପର୍ବତ ଝରଣା ଏସବୁ ଦେଖି ଭାରି ଆନନ୍ଦ ହେଉଛନ୍ତି, ଟଙ୍କା ଗୁଡ଼ା ପକେଟରୁ ଖର୍ଚ୍ଚ କରି, ହଁ କି ନାହିଁ? କୋରାପୁଟ ଲୋକଙ୍କୁ ପଠେଇଲେ ମନାଲି, ସେ କେମିତି ଯିବେ ଦେଖିବା? କୋରାପୁଟ ଲୋକ ସିଏ ଯିବେନି। କୋରାପୁଟ ଲୋକଙ୍କୁ କେଉଁଠିକି ପଠେଇଲେ ଯିବେ? ଭୁବନେଶ୍ୱର ଆସିଲେ ସେ ଟିକେ ଖୁସି, ଏଠି ସମତଳ ଜାଗା, ଏଠି ଗୋଟେ ସମୁଦ୍ରଟେ ଅଛି, କି ଜଗନ୍ନାଥ ମନ୍ଦିର ଟିକେ ଦର୍ଶନ କଲେ, ଏଥିରେ ସେମାନେ ଖୁସି ହୁଅନ୍ତି। ଠିକ୍ ସେଇଭଳି ଭାବରେ ମଣିଷ ସବୁବେଳେ ଗୋଟେ ନିଜେ କେମିତି ଗୋଟେ ମାଇଣ୍ଡଟା ଖୁସି ରହିବ, ସେଟାକୁ ଖୋଜି ବୁଲୁଥାଏ। ଯେତେବେଳେ ସେ ପରିବାର ଗୁଡ଼ିକ ଭିତରେ ସେ ପୁଅ ହୋଇଥାଉ କିମ୍ବା ଝିଅ ହୋଇଥାଉ, ସେ ପୁଅ ହୋଇଥାଉ କିମ୍ବା ଝିଅ ହୋଇଥାଉ, ଯେତେବେଳେ ପରିବାର ଭିତରେ ସିଏ ଶାନ୍ତି ପାଏନି, ସ୍ନେହ ପାଏନି, ଆନନ୍ଦ ପାଏନି, ସେ ସମୟରେ ସେ କ'ଣ କରେ? ଶାନ୍ତି, ସ୍ନେହ, ଆନନ୍ଦ, ଭଲ ପାଇବା ପାଇବା ପାଇଁ ଗୋଟେ ଅଲଗା ଜାଗାକୁ ଜମ୍ପ କରି ପଡ଼େ। ତେଣୁ ସେଇଟାକୁ ଆମେ, ଯେଉଁଟାକୁ ଆମେ କହୁଛେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ। ତାହେଲେ ଏଠି କହିପାରିବା କି ଗୁଲୁଆଙ୍କୁ ତାଙ୍କ ସ୍ତ୍ରୀଙ୍କଠୁ ସେଭଳିଆ କିଛି ସମ୍ପର୍କ ମିଳିନଥିଲା ବୋଲି, ଯୋଉଟାକି ସେ ମାନିଛନ୍ତି। କିନ୍ତୁ ଆଉ ଗୋଟେ ଦୃଷ୍ଟିରୁ ଗୁଲୁଆ ଏଇଟା ବି ତାଙ୍କ ସ୍ତ୍ରୀଙ୍କୁ କହିଛନ୍ତି କି ସେ ସୁନ୍ଦର ନୁହନ୍ତି, ସେ ଅସୁନ୍ଦର, ସେ ଛକା ଭଳି ଦେଖାଯାଉଛନ୍ତି। 8 ବର୍ଷର ରିଲେସନ୍, ତାପରେ ବାହାଘର ପରେ ଗୋଟେ ସ୍ତ୍ରୀ କି ଏମିତି କହିକିରି ଏକ୍ସଟ୍ରା ଆଫେୟାର ରଖିବାଟା କ'ଣ? ଶୁଣନ୍ତୁ, ମୁଁ ଗୋଟେ ବଢ଼ିଆ ଆପଣଙ୍କ କଥାଟା କହୁଛି। ଆମେ, ଆପଣଙ୍କର ଜେନେରାଲ ଏରିଥମେଟିକ୍ କ'ଣ? 1+1 = କେତେ? ନା, ସ୍ୱାମୀ ସ୍ତ୍ରୀ ଗଣିତ ଯେତେବେଳେ ସେଟା ହେଇଯିବ, ସେଠାରେ 1+1 = 1। ଗୋଟେ ସ୍ୱାମୀ ଆଉ ସ୍ତ୍ରୀ ତାଙ୍କ ଭିତରେ 1+1 = 1, ଅର୍ଥାତ୍ ଗୋଟେ ସ୍ତ୍ରୀ ସବୁବେଳେ ସ୍ୱାମୀ ପାଖରେ ଛାଇ ଭଳି ରହିବା ଦରକାର। ଛାଇ ଭଳିଆ, ଯେତେବେଳେ ସ୍ୱାମୀ ଝୁଣ୍ଟି ପଡ଼ୁଛି, ପଛରେ ସେ ଲୋକଟା ଠିଆ ହେଇଥିବା ଦରକାର। ଯଦି ଗୋଟେ ସ୍ତ୍ରୀଟେ ଗୋଟେ ସ୍ୱାମୀକୁ, ସ୍ୱାମୀର ଉତ୍ଥାନକୁ ଦେଖିଲେ ସହ୍ୟ କରିପାରିବ ନାହିଁ, ଗୋଟେ ସ୍ୱାମୀର ବିଜନେସ୍ଟାକୁ ବନ୍ଦ କରିବାକୁ ଚେଷ୍ଟା କରିବ, ଗୋଟେ ସ୍ୱାମୀକୁ କେମିତି ସମାଜ ଆଗରେ ବଦନାମ କରିବାକୁ ଚେଷ୍ଟା କରିବ, ଗୋଟେ ସ୍ୱାମୀ କେମିତି ବର୍ବାଦ ହେଇଯାଉ ସେ କଥା ଚିନ୍ତନ କରିବ, କେମିତି ଆପଣ କହୁଛନ୍ତି ସେ ତାଙ୍କ ସ୍ତ୍ରୀ ବୋଲି? ବୁଝିପାରୁଛନ୍ତି ମୋ କଥା? ସ୍ତ୍ରୀ ତାକୁ ବୋଲି କୁହାଯିବ ଯାହାକୁ ଯିଏ 10 ଦୋଷ କ୍ଷମା କରିପାରୁଥିବ। ଯେଉଁ ସ୍ୱାମୀ ତାକୁ ବୋଲି କୁହାଯିବ ଯିଏ ସ୍ତ୍ରୀର 10 ଦୋଷ କ୍ଷମା କରିପାରୁଥିବ। ବୁଝିପାରୁଛନ୍ତି ମୋ କଥା? ତେଣୁ ସୁନ୍ଦର ଅସୁନ୍ଦର କିଛି ନାହିଁ ଆଜ୍ଞା। ଆଜ୍ଞା। ତାପରେ ଆଉ ଗୋଟେ ଜିନିଷ ସାର୍, ଯୋଉ ବର୍ଷା ଯୋଉ ଆଲିଗେସନ୍ ଆଣିଛନ୍ତି, ତାଙ୍କ ବାପା ତାଙ୍କ ପଇସା ପତ୍ର ଦେଇଛନ୍ତି ତାଙ୍କ ଘର ଦ୍ୱାର ହଉ, ଜାଗା ହେରିକା କରିବାରେ, ସେ ସେଇଟା ଆଲୁମିନି ଆକାରରେ ମାଗୁଛନ୍ତି। ଆଉ ଗୁଲୁଆ ଯଦି ତାଙ୍କୁ ଦୋଷ ତାଙ୍କର ଯେଭଳିଆ ସ୍ୱୀକାର କରିଛନ୍ତି, ଯଦି ଏ ନେଇ ତାଙ୍କର କିଏ କୋର୍ଟ ପର୍ଯ୍ୟନ୍ତ କଥା ଗଲା, ଯଦି ସେ ଦୋଷୀ ପ୍ରମାଣିତ ହେଲେ, ତାହେଲେ ତାଙ୍କ ସେମିତି କୌଣସି ଦଫା ଲାଗିବ? ଦୋଷୀ କ'ଣ ଆଦେହରେ ହେବେ? ଶୁଣନ୍ତୁ, ଇଏ ନିଜେ ଆଡ଼ମିଟ୍ କରି ଯାଉଛନ୍ତି। ଦେଖନ୍ତୁ, ଦୁଇଟା ଜିନିଷ, ଇଏ ନିଜେ ତାଙ୍କର ସେ ଆଡ଼ମିଟ୍ କରୁଛନ୍ତି ଯେ ମୋ ବାପା ପଇସା ଦେଇଥିଲେ। ଯଦି ସେ ପ୍ରକୃତରେ ନେଇଥିବେ, ତାଙ୍କ ପଇସା ତାଙ୍କୁ ଫେରାଇ ଦେବା କଥା, ଉଚିତ କଥା, ଯେଉଁଟା ନ୍ୟାୟସଙ୍ଗତ କଥା, ସେ ତାଙ୍କ ପଇସା ଫେରାଇ ଦେବା କଥା। ସେଇଟା ଆର୍ଲି ମନି ବୋଲି ଆମେ କହିପାରିବିନି। ସେ ତାଙ୍କଠୁ ପଇସା ନେଇଥିଲେ, ପଇସା ଦେବା ପାଇଁ ସିଏ ବାଧ୍ୟ। ଯଦି ନେଇଛନ୍ତି, ୱିଥ୍ ଇଣ୍ଟରେଷ୍ଟ ବି ଦେବା ଦରକାର, କାରଣ ତାଙ୍କ ପଇସାଟା କ'ଣ ବରଫଳ କି? ଯଦି ସେ ତାଙ୍କଠୁ ପଇସା ନେଇଛନ୍ତି, ୱିଥ୍ ଇଣ୍ଟରେଷ୍ଟ, ବ୍ୟାଙ୍କ ଇଣ୍ଟରେଷ୍ଟ ଅନୁସାରେ ଇଣ୍ଟରେଷ୍ଟ ସହିତ ତାଙ୍କୁ ପଇସା ଦେବା ଦରକାର ଯଦି ନେଇଛନ୍ତି, ପ୍ରଥମ କଥା।